ବର୍ଷା ହେଲା, ରାତି ସାରା ବର୍ଷା ହେଲା ଆଉ दिन सारा ହେଲା। ଠିକ 10ଟା ଭିତରେ ସଡନ ପାଣି ମାଡ଼ିକି ଆସିଲା। ସଡନ ଆସିଲା, ଯାହା ଗୋଟେ 2 ନମ୍ବର ରୁମରେ ଯାହା ଥିଲା ଜିନିଷ, ଆମେ ସାଇଡକି 5 ଜଣ ଥିଲୁ, ମିସ୍ତ୍ରୀ 3 ଜଣ ଥିଲେ, ଆମର ପାଣ୍ଟେସନ ୱାଚର ଜଣେ ଥିଲା, ମୁଁ ଥିଲି। ଏମିତିକି 5 ଜଣ ହେଇକି ଆମର ଇଲେକ୍ଟ୍ରିକାଲ ଜିନିଷ କିଛି କାଢିଲୁ। ଆଉ କିଛି ଏପଟ ସେପଟ ରୁମରେ ଥିଲା, ସେ ନଦୀରେ ଭାସିଗଲା। ଅବସ୍ଥା ତ ଆପଣ ଦେଖୁଛନ୍ତି, ଏମିତି ସବୁ ଭାଙ୍ଗିକି ପଡିଛି। ଆଉ ସାର୍ ଆସିକି ଥିଲେ, କାଲି ଦେଖିକି ଗଲେ। ସେମାନେ କହିଲେ ହଉ ଠିକ ଅଛି, ଯାହା ହେବାର ଭଗବାନଙ୍କ ଆଶୀର୍ବାଦରୁ ଆଗତୁରିଆ ଯାହା ହେଇଛି। ଆଉ କଟେଜଟା ହେଇଥିଲା। ଆମ ଗାଁ ଲୋକ ବି ସବୁ ସମର୍ଥନ କରୁଥିଲେ, କାହିଁକିନା ଭଲ ଜିନିଷ, ଗାଁର ଉନ୍ନତି ହବ, ରାସ୍ତାଘାଟ ବି ହବ, ସେଥିପାଇଁ ଗାଁ ଲୋକ ବି ସମର୍ଥନ କରୁଥିଲେ। ତାପରେ ଯେମିତି ବଢି ଆସିଲା, ନଦୀରେ ଭାସିଗଲା, ଗାଁ ଲୋକଙ୍କର ବି ମନ ଦୁଃଖ, ଆମର ବି ମନ ଦୁଃଖ, ସେଇଠି ସମସ୍ତଙ୍କର ମନ ଦୁଃଖ। ଏବେ ଯେହେତୁ ରିସେଣ୍ଟ ଯୋଉ ବନ୍ୟା ଆସିଲା, ବନ୍ୟା ପରେ ଯେତେବେଳେ ଆମେ ବୁଲାବୁଲି କଲୁ ବା ଜାଣିବା ପାଇଁ ପାଇଲୁ ଯେ ଦୋରଗଡଶିଳାରେ ଏକ ପର୍ଯ୍ୟଟନ ସ୍ଥଳୀ ପାଇଁ ପ୍ରକୃତି ନିବାସ ତିଆରି ହୋଇଛି, ଆଉ ବନ୍ୟାରେ ଭାସି ଯାଇଛି ପୁରା ସମ୍ପୂର୍ଣ୍ଣ ଭାବରେ। ଆଉ ବହୁତ ଶୁଣିକି ବହୁତ ଦୁଃଖ ଲାଗିଲା। ଯେହେତୁ ସେଠାକୁ ପ୍ରତ୍ୟେକ ଦିନ ବହୁତ ଆସୁଛନ୍ତି ଦୂର ଦୂରାନ୍ତରୁ ପର୍ଯ୍ୟଟନ ମାନେ ଆଉ ବୁଲାବୁଲି କରିବା ପାଇଁ। ଯଦି ସେହି ସ୍ଥାନରେ ଯୋଉଠି ହୋଇଥିଲା ପ୍ରକୃତି ନିବାସ ଯଦି ପର୍ଯ୍ୟଟନ ଥାନ୍ତେ, ତାହେଲେ ତାଙ୍କର କଣ ଅବସ୍ଥା ହେଇଥାନ୍ତା ଆପଣ ମାନେ ନିଶ୍ଚିତ ଭାବରେ ଜାଣିପାରୁଥିବେ। ଆଉ ନିଶ୍ଚିତ ଭାବରେ ଯୋଉ ବନ ବିଭାଗ ତରଫରୁ ଯୋଉ ସେଠାରେ ଯୋଉ ପ୍ରକୃତି ନିବାସ ପ୍ରସ୍ତୁତ କରାହେଇଥିଲା, ସେଠାରେ କୋଟି କୋଟି ଟଙ୍କା ବିନିମୟରେ ତିଆରି ହୋଇଥିଲା। ଯୋଉ କ୍ଷୟକ୍ଷତି ହେଇଛି ତାହାର ଭରଣ ପୋଷଣ କରିବ କିଏ? ଆମେ ସେଇ କଥା ନିଶ୍ଚିତ ଭାବରେ ଆମେ କହୁଛୁ। ନିହାତି ଭାବରେ ଯଦି କରା ବି ଗଲା, ତାକୁ ସଠିକ ଭାବରେ ତଦନ୍ତ କରିବା କଥା, କିମ୍ବା ପାଖ ଅଞ୍ଚଳ ଲୋକମାନଙ୍କର ପରାମର୍ଶ ନେବାର ଜରୁରୀ ଥିଲା। ନିହାତି ଭାବରେ ତାହା ନ ନେବା ଫଳରେ ଆଜି ଏଭଳି ଏକ ଅଘଟଣ ଘଟି ଯାଇଛି। ଆଉ ଯାହା ହଉ, ଆମେ ନିବେଦନ କରିବୁ ସରକାରଙ୍କୁ ଆଗାମୀ ଦିନରେ ସଠିକ ଭାବରେ କିପରି ସେହି ସ୍ଥାନରେ ପର୍ଯ୍ୟଟନ ସ୍ଥଳୀ ଯୋଉ ପ୍ରକୃତି ନିବାସ ହଉଛି ଆଉ ଦୂର ଟିକେ ଡିଷ୍ଟାନ୍ସ ରେ କରାଯାଉ, 100 ମିଟର ଦୂରରେ, ତାହେଲେ ଭଲ ହବ। ଦୋରଗଡଶିଳାରେ ଏଟା ଆମର ଫରେଷ୍ଟ ବିଭାଗ ତରଫରୁ କରିଛନ୍ତି। ଆଉ ମୋର କହିବା କଥା, ସେମାନେ ପ୍ରକୃତରେ ତର୍ଜମା କରିକି ଜିନିଷ ଗୁଡା ହେଇନି। କାରଣ କାହା ପରାମର୍ଶ ନିଆଯାଇନି। ଯଦି ଗାଁ ଲୋକ ସହିତ ଟିକେ ଆଲୋଚନା କି ସ୍ଥାନୀୟ ସରପଞ୍ଚ ସହିତ ଟିକେ ଆଲୋଚନା ହେଇଥାନ୍ତା ତା ପୂର୍ବରୁ, କାମ ପୂର୍ବରୁ, ତାହେଲେ ଭଲ ହେଇଥାନ୍ତା, ଆଉ ଅସୁବିଧା ଏତେଟା ଘଟି ନଥାନ୍ତା। ପ୍ରକୃତି ନିବାସ ଯୋଉ କରାଯାଇଥିଲା, ସାରେ ଯୋଉ ଘର ଗୁଡିକ ତିଆରି କରିଥିଲା, ସମ୍ପୂର୍ଣ୍ଣ ଇଏ ଆମ ବନ୍ୟାର କ୍ଷୟକ୍ଷତି ହେଇଯାଇଛି ସାରେ। କିନ୍ତୁ ଏତେ କୋଟି କୋଟି ଟଙ୍କାର ଯୋଉ କ୍ଷୟକ୍ଷତି ହେଲା ସାରେ, ପାଇଁ ଦାୟୀ କିଏ? ସେଥିପାଇଁ ମୁଁ କୋଡ଼ିମାଟି ଗ୍ରାମ ପଞ୍ଚାୟତ ସରପଞ୍ଚ ହିସାବରେ ମୁଁ ସରକାରଙ୍କୁ ଅନୁରୋଧ କରୁଛି, ଏହାର ତଦନ୍ତ କରାଯାଉ।